ମୁଁ ସକାଳ ପାଇଲେ 10ଟା ଖବର କାଗଜ ପଢୁଛି। ଅନେକ ସପକ୍ଷରେ ଲେଖୁଛନ୍ତି, ଅନେକ ବିପକ୍ଷରେ ଲେଖୁଛନ୍ତି। ସମସ୍ତଙ୍କର ଇଣ୍ଟରପ୍ରିଟେସନ ଭିନ୍ନ ଭିନ୍ନ ହେଉଛି। କିଏ କୋଉ ଭଳିଆ ସେଣ୍ଟେନ୍ସକୁ ଇଣ୍ଟରପ୍ରିଟ କରୁଛନ୍ତି। ଆଉ ଯିଏ ଦୁଃଖ ପ୍ରକାଶ କରନ୍ତୁ, ଖୁସି ପ୍ରକଟ କରନ୍ତୁ, ଫାଇନାଲ କଥା ନବୀନ ପଟ୍ଟନାୟକ ହେଉଛନ୍ତି ଆମର ନେତା ବୋଲି କହୁଛନ୍ତି। ତାଠୁ ବଡ କଥା କଣ ଅଛି? ଯିଏ ଦୁଃଖ ପ୍ରକାଶ କରି ସେ କହିଛି କି ମୁଁ ନବୀନ ପଟ୍ଟନାୟକ ମୋର ନେତା ନୁହଁ ବୋଲି। ଆରେ ହେଲା, ସେ ତାଙ୍କର ମନର କଥା କହିଦେଲେ, କିନ୍ତୁ ସ୍ୱୀକାରୋକ୍ତିଟା କଣ? ସ୍ୱୀକାରୋକ୍ତି ହଉଛି ନବୀନ ପଟ୍ଟନାୟକ ମୋ ନେତା। ମୁଁ ସକାଳ ପାଇଲେ 10ଟା ଖବର କାଗଜ ପଢୁଛି। ଆପଣଙ୍କର ଇଲେକ୍ଟ୍ରୋନିକ ଚ୍ୟାନେଲ ବି ଦେଖୁଛି, ସୋସିଆଲ ମିଡିଆ ବି ଦେଖୁଛି। ଅନେକ ସପକ୍ଷରେ ଲେଖୁଛନ୍ତି, ଅନେକ ବିପକ୍ଷରେ ଲେଖୁଛନ୍ତି। ସମସ୍ତଙ୍କର ଇଣ୍ଟରପ୍ରିଟେସନ ଭିନ୍ନ ଭିନ୍ନ ହେଉଛି। ଭିନ୍ନ ଭିନ୍ନ କାହିଁକି କହୁଛି? ତାହେଲେ ଯଦି ଏ ଖବର କାଗଜ ଗୋଟେ କଥା ଲେଖିଲେନି, ଆଉ ଗୋଟେ ଖବର ଆଉ ଗୋଟେ ଇଣ୍ଟରପ୍ରିଟେସନ ହେଉଛି। ଏ ଟିଭି ଚ୍ୟାନେଲ ଗୋଟେ କଥା କହିଲା ବେଳକୁ ଆଉ ଗୋଟେ ଟିଭି ଚ୍ୟାନେଲ ଆଉ ଗୋଟେ କଥା କହୁଛି। ଆପଣମାନଙ୍କ ଭିତରେ କାହିଁକି ଏତେ ଭିନ୍ନତା ରହୁଛି? ଆରେ ସେଇ ଗୋଟିଏ ସେଣ୍ଟେନ୍ସ କହିଥିବା ନେତାକୁ ବିଭିନ୍ନ ଉପାୟରେ କହୁଛନ୍ତି। କି ଭଲ କହୁଛି, କି ଭୁଲ କହୁଛି। ସମାଜ ଅଛି ମାନେ ଇଣ୍ଟରପ୍ରିଟେସନ ଅଛି। ଇଣ୍ଟରପ୍ରିଟେସନ କିଏ କେମିତି